ଗଳ୍ପଟିର ନାଁ ହେଲା ସୌନ୍ଦର୍ଯ୍ୟ ସନ୍ଧାନ। ରାଣୀଙ୍କର ଅନେକ ପରିଚାରିକା, ତେବେ ସେମାନଙ୍କ ଭିତରୁ କମଳିନୀକୁ ରାଣୀ ସବୁଠାରୁ ଅଧିକ ବିଶ୍ୱାସ କରୁଥିଲେ। ରାଣୀଙ୍କ ଶୟନ କକ୍ଷ ଭିତରକୁ ଅବାଧରେ ପ୍ରବେଶ କରିବାର ଅଧିକାର କେବଳ କମଳିନୀଙ୍କର ଥିଲା। ଅନେକ ସମୟରେ ରାଣୀଙ୍କର ହାରଟିଏ, ମୁଦିଟିଏ, କଙ୍କଣଟିଏ ତଳେ ପଡ଼ିଯାଉଥିଲା। କମଳିନୀ ସେସବୁ ସଯତ୍ନେ ଗୋଟାଏ ରାଣୀଙ୍କୁ ଦେଉଥିଲେ। ଥରେ ଥରେ ରାଣୀ ସେଥିରୁ ଗୋଟାଏ ଯୋଡ଼ାଏ କମଳିନୀଙ୍କୁ ପୁରସ୍କାର ରୂପେ ଦେଇ ଦେଉଥାନ୍ତି। କମଳିନୀଙ୍କର ଛୋଟ ପୁଅ ତା ମାମୁଁ ଘରେ ରହି ପାଠ ପଢ଼ୁଥାଏ। ମାମୁଁ ଜଣେ ଶିକ୍ଷକ। ଥରେ ପୁଅ ଘରକୁ ଆସିଥାଏ। ରାତିରେ କମଳିନୀ ରାଣୀଙ୍କଠୁ ଉପହାର ସୂତ୍ରେ ପାଇଥିବା ବିଭିନ୍ନ ଅଳଙ୍କାର ଓ ମଣିମୁକ୍ତା ଘଷାମଜା କରିବା ବେଳେ ପୁଅ ସେସବୁ ଦେଖି ବଡ଼ ଖୁସି ହେଲା। ସେସବୁ ହାତରେ ସେ ଏପଟ ସେପଟ କରି କହିଲା, କେଡ଼େ ସୁନ୍ଦର, କେଡ଼େ ସୁନ୍ଦର। ପୁଅ, ଏସବୁ ତ ସୁନ୍ଦର, କିନ୍ତୁ ତୁ ଯଦି ଥରେ ଅଳଙ୍କାର ବିଭୂଷିତା ରାଣୀଙ୍କୁ ଦେଖନ୍ତୁ, ତେବେ ବୁଝନ୍ତୁ ସୌନ୍ଦର୍ଯ୍ୟ କ'ଣ। ଅଳଙ୍କାର ସବୁ ପିନ୍ଧିଥିବା ବେଳେ ରାଣୀ ଯେମିତି ଦିଶନ୍ତି, ସେମିତି ସୁନ୍ଦର ଦୃଶ୍ୟ ମୁଁ ଜୀବନରେ କେବେ ଦେଖିନାହିଁ, କମଳିନୀ କହିଲେ। ପୁଅ ମନ ଦେଇ ତାଙ୍କ ମାଆଙ୍କ କଥା ଶୁଣୁଥିଲା। ହଠାତ୍ ସେ ଗମ୍ଭୀର ହୋଇଗଲା। ସେ ଯେମିତି କୌଣସି ଗହନ ଗଭୀର ଚିନ୍ତାରେ ନିମଗ୍ନ। ପରଦିନ ପୁଅ ନିରୁଦ୍ଦେଶ୍ୟ ହୋଇଯାଇଥିଲା। ବାପା, ମା, ରାଜନବରର ପୁର ପରିଜନ, ଦାସ ଦାସୀ ଯେତେ ଖୋଜାଖୋଜି କଲେ ବି ତା'ର ସନ୍ଧାନ ପାଇଲେ ନାହିଁ। ବହୁ ବର୍ଷ ପରେ କମଳିନୀ ପୁଅଠାରୁ ଅପ୍ରତ୍ୟାଶିତ ଭାବରେ ପାଇଲେ ଏକ ସନ୍ଦେଶ। ମା, ମାମୁଁ କହୁଥାନ୍ତି, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ଆକାଶ, ଇନ୍ଦ୍ରଧନୁ ଏସବୁ ଦିବ୍ୟ ଜନନୀଙ୍କର ଭୂଷଣ। ଅଳଙ୍କାରମାନ ପିନ୍ଧି ରାଣୀ କେଡ଼େ ସୁନ୍ଦର ଦିଶନ୍ତି ତମେ ଏକଥା କହିବା ମାତ୍ରେ ମୁଁ ଅନ୍ୟ ଏକ ସତ୍ୟ ବିଷୟରେ ଚେତି ଉଠିଲି। ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ଆକାଶ, ଇନ୍ଦ୍ରଧନୁ ଏସବୁ ଏଡ଼େ ସୁନ୍ଦର। ଏସବୁ ଯାହାଙ୍କର ଅଳଙ୍କାର, ସେ ଦିବ୍ୟ ଜନନୀ କେତେ ସୁନ୍ଦର ହୋଇନଥିବେ। ସେହି ସୌନ୍ଦର୍ଯ୍ୟ ଅବଲୋକନ କରିବାର ଦୁର୍ବାର ଅଭିପ୍ସା ନେଇ ମୁଁ ବାହାରି ପଡ଼ିଥିଲି ମା। ମୋର ସେ ଅଭିପ୍ସା ଅପୂର୍ଣ୍ଣ ରହିନାହିଁ। ଦିବ୍ୟ ଜନନୀ କେଡ଼େ ମହନୀୟ, କେଡ଼େ ସୁନ୍ଦର, ଭାଷାରେ ତାହା ବର୍ଣ୍ଣନା ଅସମ୍ଭବ। ତୁମ ଯୋଗୁଁ ହିଁ ମୁଁ ସେ ସୌନ୍ଦର୍ଯ୍ୟ ଉପଲବ୍ଧି କରିବାର ସୁଯୋଗ ପାଇଲି। ମା, ମୋର କୃତଜ୍ଞତା ଗ୍ରହଣ କର। କମଳିନୀ ଅଶ୍ରୁପାତ କଲେ ଓ ସଙ୍ଗେ ସଙ୍ଗେ ଅନୁଭବ କଲେ ଏକ ଅନିର୍ବାଚନୀୟ ଶାନ୍ତି ଓ ସାନ୍ତ୍ୱନା। ଯାହା ଭିତରେ ମହତ୍ତର ସତ୍ୟର ସନ୍ଧାନ ନିମନ୍ତେ ପ୍ରସ୍ତୁତି ଆସିଯାଇଥାଏ, ସେ ଖାଲି ଗୋଟାଏ ଚେତନାଗତ ଚମକକୁ ଅପେକ୍ଷା କରିଥାଏ। ସମାପ୍ତ।